ସାଙ୍ଗମାନେ ଆମେ ଆଜି ଯେଉଁ କାହାଣୀ ବିଷୟରେ ଜାଣିବା ସେ ହେଉଛି ଓଡ଼ିଶାର ବହୁ ପୁରାତନ ଓ ଲୋକପ୍ରିୟ କାହାଣୀ, ଯାହାର ନାଁ ହେଉଛି କାଞ୍ଚନ ଫୁଲ କଥା। ଗୋଟିଏ ଗାଁରେ କାଞ୍ଚନ ବୋଲି ଝିଅଟିଏ ଥାଏ। ସେ ତିନି ଭାଇରେ ଗୋଟିଏ ଭଉଣୀ। ବାହାଘରର ବୟସ ହୋଇଯାଇଥିବାରୁ ଭାଇମାନେ କାଞ୍ଚନକୁ ଗୋଟିଏ ଭଲ ପ୍ରସ୍ତାବ ଦେଖି ବାହାଘର କଲେ। ବର ଯେମିତି ଘର ବି ସେମିତି। ତେଣୁ କାଞ୍ଚନ ବହୁତ ଖୁସି ଥିଲା। ବାପ ଘରେ ବାପା ବୋଉଙ୍କ ବଦଳରେ ଶାଶୁ ଘରେ ଶାଶୁ ଶ୍ୱଶୁର ସେମାନେ କାଞ୍ଚନକୁ ନିଜ ଝିଅ ପରି ଭଲ ପାଉଥିଲେ। ସବୁ କଥାରେ କାଞ୍ଚନ ପାଖରେ ଛିଡ଼ା ହେଉଥିଲେ। ଏମିତି କାଞ୍ଚନର ବୈବାହିକ ଜୀବନ ବେଶ ଖୁସିରେ କଟୁଥିଲା। ଥରେ କାଞ୍ଚନ ତା ବାପ ଘରକୁ ବୁଲି ଆସିଥାଏ ଆଉ ରୋଷେଇ ଘରେ ବସି ଶାଗ କାଟୁଥାଏ। ଶାଗ କାଟୁ କାଟୁ ହଠାତ୍ ପନିକିରେ ତା ଆଙ୍ଗୁଠି ଟିକେ କଟିଗଲା। ହେଲେ କାଞ୍ଚନ ସେ ରକ୍ତକୁ ନ ଧୋଇ ଶାଗରେ ମିଶାଇ ଦେଲା। ଯୋଗକୁ ସେଦିନ ଶାଗ ବହୁତ ବଢ଼ିଆ ହୋଇଥିଲା। କାଞ୍ଚନର ବଡ଼ ଭାଇ ଶାଗ ଖାଉ ଖାଉ ପଚାରିଲା, ଆଜି ଶାଗ କିଏ କରିଛି କି? ଭାରି ସୁଆଦିଆ ହେଇଛି ତ। ତାପରେ ଭାଉଜ କହିଲେ, କାଞ୍ଚନ କରିଛି। ଆଜି ଶାଗ କାଟୁ କାଟୁ ଆଙ୍ଗୁଠି ଟିକେ କଟିଗଲା। ସେ ତା ହାତର ରକ୍ତକୁ ସେ ଶାଗରେ ମିଶାଇ ଦେଇଥିଲା। ସେଇଥିପାଇଁ ବୋଧେ ଶାଗ ଏତେ ସୁଆଦିଆ ଲାଗୁଛି। ଏକଥା କାଞ୍ଚନର ବଡ଼ ଭାଇ ଶୁଣିଲା। ଆଉ ମନେ ମନେ ଭାବିଲା, ଆଚ୍ଛା, ଯଦି କାଞ୍ଚନର ଟିକେ ରକ୍ତ ଶାଗରେ ମିଶିବାରୁ ଏତେ ସ୍ୱାଦ ଲାଗୁଛି, ତାହେଲେ କାଞ୍ଚନର ମାଂସ କେତେ ସୁଆଦିଆ ହେଇନଥିବ। ହେଲେ ସେ ତା ମନ କଥା ମନରେ ରଖିଲା। ଠିକ୍ ଏଇ କଥାର 2 ଦିନ ପରେ ତା ଶାଶୁ ଘରୁ ଖବର ଆସିଲା କି ତା ଶ୍ୱଶୁର ଦେହ ଖରାପ। ତେଣୁ କାଞ୍ଚନକୁ ତା ଶାଶୁ ଘରକୁ ଯିବାକୁ ପଡ଼ିବ। ତେଣୁ ବାର ଧାର୍ଯ୍ୟ ହେଲା। ପରଦିନ ସକାଳୁ କାଞ୍ଚନର ବଡ଼ ଭାଇ ତାକୁ ନେଇ ତା ଶାଶୁ ଘରେ ଛାଡ଼ି ଦେଇ ଆସିବ। କାଞ୍ଚନ ବାହାଘର ପରେ ପ୍ରଥମ ଥର ପାଇଁ ତା ବାପ ଘରକୁ ଆସିଥିଲା। ତେଣୁ ଯେତେବେଳେ ଶାଶୁ ଘରକୁ ଯିବ, ବାପ ଘର ଲୋକେ ତା ପାଇଁ ଭାର ଥୁର ତିଆରି କଲେ। ଠିକ୍ ତା ପରଦିନ ସକାଳୁ କାଞ୍ଚନ ତା ବାପ ଘର ବିଦାୟ ନେଲା। ବଡ଼ ଭାଇ କାଞ୍ଚନକୁ ନେଇ ତା ଶାଶୁଘର ଗାଁ ଆଡ଼କୁ ଚାଲିଲା। ଏମିତି ଯାଉ ଯାଉ ବାଟରେ ଗୋଟେ ପଡ଼ିଲା ଘଞ୍ଚ ଜଙ୍ଗଲ। ସୁନସାନ୍ ଜଙ୍ଗଲିଆ ରାସ୍ତାକୁ ଏପଟେ ବଡ଼ ଭାଇ ମନରେ କାଞ୍ଚନର ମାଂସ ଖାଇବାର ଇଚ୍ଛା। ଠିକ୍ ଜଙ୍ଗଲ ମଝିରେ ହଠାତ୍ ବଡ଼ ଭାଇ ଗୋଟିଏ ଧାରୁଆ ଅସ୍ତ୍ରରେ କାଞ୍ଚନକୁ ଆଘାତ କଲା। ସେ ଭୁଲି ଯାଉଥିଲା ତା ମଣିଷ ପଣିଆ। ଏମିତି ବାର ବାର ଆକ୍ରମଣରେ କାଞ୍ଚନ ସେଇଠି ଟଳି ପଡ଼ିଲା। ତାପରେ କାଞ୍ଚନକୁ କାଟି ତାର କିଛି ମାଂସ ଘର ପାଇଁ ରଖିଲା। ଆଉ ବାକିତକ ମାଂସ ଗୋଟିଏ ଗାତ କରି ସେଇଠି ପୋତି ଦେଇ ଘରକୁ ଫେରି ଆସିଲା। କାଞ୍ଚନର ଶାଶୁଘର କଥା ଘରେ ପଚରା ଉଚରା କଲେ। ବଡ଼ ଭାଇ ଏଣୁ ତେଣୁ ମିଛ ସତ କହି ସବୁ ଠିକ୍ଠାକ୍ ବୋଲି ଜଣେଇଲା। ତାପରେ କାଞ୍ଚନ ମାଂସକୁ ସେ ତା ସ୍ତ୍ରୀ ହାତକୁ ବଢ଼େଇ ଦେଇ କହିଲା, ଫେରିବା ବେଳେ କିଛି ମିରିଗ ମାଂସ ନେଇକି ଆସିଛି। ନିଅ, ୟାକୁ ଭଲ କି ବାଟଣ ଦେଇ ରୋଷେଇ କର। ଏକଥା କହି ସେ ଗାଧୋଇବାକୁ ଚାଲିଗଲା। ଏପଟେ କାଞ୍ଚନର ଭାଉଜ, ସେ କେମିତି ଜାଣିବ ଯେ ଏ କାଞ୍ଚନର ମାଂସ ବୋଲି? ସେ ବି ମିରିଗ ମାଂସ ଭାବି କାଞ୍ଚନର ମାଂସକୁ ଭଲ ଭାବରେ ରୋଷେଇ କଲା। ସେଦିନ ବଡ଼ ଭାଇ କାଞ୍ଚନର ମାଂସ ଖାଇ ବହୁତ ଖୁସି। ଏମିତି କଥା ମାସେ ଉପରେ ବିତିଗଲା। ସେପଟେ ବୋହୂ ଘର ଆସୁନି ବୋଲି କାଞ୍ଚନର ଶ୍ୱଶୁର ବଡ଼ ଚିନ୍ତାରେ ପଡ଼ିଲେ। କ'ଣ ମୋ ବୋହୂର ଦେହ ଖରାପ ଅଛି? ନା ସେ ତା ଶ୍ୱଶୁର ଦେହ ଖରାପ ବୋଲି ଖବର ପାଇନି? ଏକଥା ଭାବି କାଞ୍ଚନର ଶ୍ୱଶୁର ଓ ତା ଶାଶୁ ଦୁହେଁ ମିଶି କାଞ୍ଚନର ବାପ ଘର ଆଡ଼େ ବାହାରିଲେ। ଠିକ୍ ସେହି ବାଟରେ ପଡ଼ିଲା ସେଇ ଘଞ୍ଚ ଜଙ୍ଗଲ। ଭାରି ଖାଁ ଖାଁ ଲାଗୁଥାଏ। ସେ ଜାଗା ସତେ ଯେମିତି କେହି ଗୋଡ଼େଇ ଆଣିଲା ପରି। ହଠାତ୍ ଝଟକାଏ ପବନ ଆସି ଚାଲିଗଲା। ଆଉ ସେଇ ପବନରେ ଭାସି ଆସିଲା ସୁମଧୁର କାଞ୍ଚନ ଫୁଲର ବାସ୍ନା। ଆଖି ଆପେ ଆପେ ଚାଲିଗଲା ସେଇ କାଞ୍ଚନ ଗଛ ପାଖକୁ, ଯେଉଁଠି କାଞ୍ଚନର ବଡ଼ ଭାଇ କାଞ୍ଚନକୁ ମାରି ପୋତି ଦେଇଥିଲା। ହଁ, ସେ କାଞ୍ଚନର ମଲା ଦେହରୁ ଏ କାଞ୍ଚନ ଗଛର ସୃଷ୍ଟି। ଦୁହେଁ କିଛି ସମୟ ପାଇଁ ସେଇଠି ରହିଗଲେ। ଏତେ ସୁନ୍ଦର ଫୁଲ ଦେଖି ସାନ ଶ୍ୱଶୁର ସେଇ ଫୁଲରୁ ଯୋଡ଼େ ତୋଳିବାକୁ ମନ କଲେ। ଯେମିତି ଗଛ ପାଖକୁ ଯାଇ ଫୁଲ ତୋଳିବାକୁ ହାତ ବଢ଼େଇଛନ୍ତି, ହଠାତ୍ ଗଛଟି ବାହୁନି ବାହୁନି କାନ୍ଦି କାନ୍ଦି କହିଲା, ଥିରି ଥିରି ଫୁଲ ତୋଳ ଭାଇ କକେଇ, ଗଛରୁ ପତର ଛିଡ଼ିବ, ଦଗା ଦିଆ ଭାଇ ମୋତେ ଦଗା ଦେଲା, ଶୁଣିଲେ କି ଛାତି ସହିବ। ଏକଥା ଶୁଣି ସାନ ଶ୍ୱଶୁର ଆଶ୍ଚର୍ଯ୍ୟ ହୋଇଗଲେ। କ'ଣ ହେଲା, ଗଛ ଗୀତ ଗାଉଛି? ସେ ତାଙ୍କ ବଡ଼ ଭାଇଙ୍କୁ କହିଲେ, ଏ ଗଛରୁ ଥରେ ଫୁଲ ତୋଳିକି ଦେଖ। ଏ ଗଛ କ'ଣ କହୁଛି ଶୁଣିବ। ତାପରେ କାଞ୍ଚନର ଶ୍ୱଶୁର ଗଛ ପାଖକୁ ଯାଇ ଫୁଲକୁ ହାତ ବଢ଼ାନ୍ତି। ଗଛ ପୁଣି ଥରେ ଗାଇଲା, ଥିରି ଥିରି ଫୁଲ ତୋଳ ବାପା ମୋର, ଗଛରୁ ପତର ଝଡ଼ିବ, ଦଗା ଦିଆ ଭାଇ ଦଗା ଦେଲା ମୋତେ, ଶୁଣିଲେ କି ଛାତି ସହିବ।
ସେମାନେ ଏକଥାର ରହସ୍ୟ କିଛି ବୁଝିପାରିଲେନି। ତଥାପି କାଞ୍ଚନର ଦାରକୁ ଆସିଲେ ଆଉ କାଞ୍ଚନକୁ ଖୋଜିଲେ। ହେଲେ ବାପଘର ଲୋକେ କହିଲେ ସେ ତ କେବେଠୁ ତୁମ ଘରକୁ ଗଲାଣି। ତା ବଡ଼ ଭାଇ ବା ତମ ଘରକୁ ତାକୁ ଛାଡ଼ିବାକୁ ଯାଇଥିଲା। ହେଲେ କାଞ୍ଚନ ନା ଶାଶୁ ଘରେ ନା ବାପ ଘରେ। ତେବେ କାଞ୍ଚନ କୁଆଡ଼େ ଗଲା ବୋଲି ବଡ଼ ଭାଇକୁ ପଚାରିବାରୁ ବଡ଼ ଭାଇ କହିଲା ଯେ ସେ ତାକୁ ତା ଘର ମୁଣ୍ଡରେ ଛାଡ଼ି ଦେଇ ଆସିଛି। ଆଉ ତାପରେ ସେ କିଛି ଜାଣିନି। ବଡ଼ ଭାଇ ପାଖରୁ ଏକଥା ଶୁଣି କାଞ୍ଚନର ଶ୍ୱଶୁରରେ ମନରେ ଭାରି ସନ୍ଦେହ ହେଲା। ସେ ଜଙ୍ଗଲରୁ ଶୁଣି ଆସିଥିବା କାଞ୍ଚନ ଗଛର କାନ୍ଦଣା ତା ବାପଘର ଲୋକକୁ କହିଲା। ଆଉ ତାପରେ ସମସ୍ତଙ୍କୁ ସେଇଠିକି ଡାକିଲା। ସେଠି ପହଞ୍ଚି ଜଣ ଜଣ କରି କାଞ୍ଚନ ଗଛ ପାଖକୁ ଫୁଲ ତୋଳିବାକୁ ଗଲେ। କାଞ୍ଚନର ଯିଏ ଯେଉଁ ସମ୍ପର୍କ ସେଇ ନାଁ ଧରି ଗଛଟି କାନ୍ଦଣା ଗୀତ ଗାଇବାକୁ ଲାଗିଲା। ଶେଷରେ ବଡ଼ ଭାଇ ଫୁଲ ତୋଳିବାକୁ ହାତ ବଢ଼ାନ୍ତି। କାଞ୍ଚନ ଗଛଟି ଗୀତ ଗାଇଲା। ଥିରି ଥିରି ଫୁଲ ତୋଳ ବଡ଼ ଭାଇ, ଗଛରୁ ପତର ଝଡ଼ିବ। ଏଡ଼େ ନିରିଦୟ କେମିତି ହେଲ ହେ, ଆଉ କି କାଞ୍ଚନ ଫେରିବ। ଏବେ ବଡ଼ ଭାଇ ପାଖରେ ଲୁଚେଇବାକୁ ଆଉ କିଛି ବାଟ ନଥାଏ। କାରଣ କାଞ୍ଚନ ତା ଗୀତ ମାଧ୍ୟମରେ ସବୁ କଥା କହିଦେଇଛି। ଶେଷରେ ବଡ଼ ଭାଇ ସେଦିନର ଘଟଣା ସବୁ ସତ ସତ ମଙ୍ଗିଗଲା। ହେଲେ ଏବେ ଆଉ କ'ଣ କରାଯାଇପାରିବ? ଆଉ କ'ଣ କାଞ୍ଚନ ଫେରି ଆସିବ? ଠିକ୍ ସେହି ସମୟରେ ଆକାଶରେ ଈଶ୍ୱର ପାର୍ବତୀ ଉଡ଼ି ଯାଉଥିଲେ। ଘଞ୍ଚ ଜଙ୍ଗଲରେ ଲୋକଙ୍କର କାନ୍ଦଣା ଦେଖି ତଳକୁ ଓହ୍ଲେଇ ଆସିଲେ। ଆଉ କାଞ୍ଚନ ଗଛକୁ ଦେଖି ସେ ସବୁ କଥା ବୁଝିଗଲେ। ଈଶ୍ୱର ପାର୍ବତୀ ଏମାନଙ୍କ ଦୁଃଖ ସହି ନପାରି ଅମୃତ ସଞ୍ଜୀବନୀ ପାଣି କାଞ୍ଚନ ଗଛ ଉପରେ ଛିଞ୍ଚିଦେଲେ। ସଙ୍ଗେ ସଙ୍ଗେ କାଞ୍ଚନ ଗଛ ପୂର୍ବର କାଞ୍ଚନ ରୂପ ନେଲା। ଏବେ କାଞ୍ଚନ ଗୋଟେ ନୂଆ ଜୀବନ ପାଇଲା। ଆଉ ତାପରେ ସେ ତା ବାପ ଘରକୁ ନ ଯାଇ ତା ଶ୍ୱଶୁର ସହ ଶାଶୁ ଘରକୁ ଚାଲିଗଲା। ତ ଦର୍ଶକ ବନ୍ଧୁ, ଏଇ ଥିଲା କାଞ୍ଚନ ଫୁଲର କଥା କାହାଣୀ। ତ ଆପଣମାନଙ୍କୁ ଏଇ କାହାଣୀଟି ଭଲ ଲାଗିଥିଲେ ଆପଣମାନଙ୍କ ମତାମତ ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ତ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ।